ନାଇଁ ଏଇଟା ଦୁର୍ଭାଗ୍ୟଜନକ ଆମ ଅଞ୍ଚଳ ପାଇଁ ଦୁର୍ଭାଗ୍ୟଜନକ ଏମିତି ଏ କାର୍ଯ୍ୟକଳାକୁ ତୀବ୍ର ନିନ୍ଦା କରୁଛୁ ଆମେ ଏବଂଙ୍କର ନୁହଁ ଆମ ନିର୍ବାଚନ ମଣ୍ଡଳୀ ପାଇଁ ଇଏ ଗୋଟେ ଶାସନର ବ୍ୟବସ୍ଥା ଯେତେବେଳେ ତୁଟିଯାଏ ସେତେବେଳେ ଏ ପ୍ରକାର କାର୍ଯ୍ୟ ହୁଏ ଯୋଉ ଭୟ ଭ୍ରାନ୍ତି ଥିଲା ସମସ୍ତଙ୍କର ଆଉ ବର୍ତ୍ତମାନ ନାହିଁ ପ୍ରଶାସନିକ ଭାବେ ତାଗିଦ ଏତିକି ଦୂର ହେଇପାରୁନି ଯାହା ଦ୍ୱାରା କି ସରକାର କଣ କରୁଛନ୍ତି ତାଙ୍କୁ ଏକା ଜଣା ନିଶ୍ଚିତ ଭାବେ ଆସନ୍ତା ଦିନରେ ସେୟା ହିଁ ହବ ଲୋକଙ୍କର ସୁରକ୍ଷା ଅଞ୍ଚଳର ସୁରକ୍ଷା ପାଇଁ ରାଜଧାନୀକୁ ଆସିବାକୁ ହିଁ ପଡିବ ଆମକୁ ଆଉ ରାସ୍ତା କଣ ଅଛି କିନ୍ତୁ ଇଏ ଆମର ଅଞ୍ଚଳର ସାଧାରଣ ଜନତାଙ୍କ କଥା ପଡିଛି ଆଉ ବର୍ତ୍ତମାନ ସମସ୍ତେ ଅସୁରକ୍ଷିତ ଭୟଭୀତ ନିଜର ସିକ୍ୟୁରିଟି ନାହିଁ ବର୍ତ୍ତମାନ ଲୋକଙ୍କର ଏମିତି ଫିଲ୍ କରୁଛନ୍ତି ଏଇଟା ତ ନିଶ୍ଚିତ ଭାବେ ଆମ ସମାଜ ପାଇଁ ଗୋଟେ କଳଙ୍କର ବିଷୟ ଆଉ ଆମକୁ ବହୁତ ଦୁର୍ଭାଗ୍ୟଜନକ ଆମର ବର୍ତ୍ତମାନ ସମୟ ତେଣୁକରି ଆ ପାଇଁ ଯାହାବି ଠିକ ରାସ୍ତାରେ ଯାଇକିରି ଆମର ଯେମିତି ସୁରକ୍ଷା ରହିବ ତା ପାଇଁ ଆମେ ଦରକାର ପଡ଼ିଲେ ରାଜରାସ୍ତାକୁ ଓହ୍ଲେଇବୁ ଅଭିଷେକନଗର ନିର୍ବାଚନ ମଣ୍ଡଳ ଲୋକ ହିସାବରେ ମୁଁ ତ ଦେଖିଛି ବହୁତ ଆଗରୁ କିନ୍ତୁ ସୁରକ୍ଷା ଆମର ବହୁତ ଶାନ୍ତି ଶୃଙ୍ଖଳା ଅଞ୍ଚଳ ଆମର ବହୁତ ଶାନ୍ତି ଶୃଙ୍ଖଳାର ସହିତ ଚଳୁଥିଲା କିନ୍ତୁ ଏବେ ଦେଖାଯାଉଛି ପ୍ରତ୍ୟେକ ଦିନ ପ୍ରତ୍ୟେକ ସମୟରେ କିଏ ନା କିଏ ଗୋଟେ ମର୍ଡର ହେଇଥାଉଛି ଭଲ ମନ୍ଦ ହେଇଥାଉଛି ଯୋଉଟା କି ଦୁର୍ଭାଗ୍ୟଜନକ